ପଥର ମୂର୍ତ୍ତି କଲେ ଦୀଘାରେ ମୁଁ ପୁରା ନାହିଁ କରିଥିଲି ପଥର ମୂର୍ତ୍ତି ଆମେ କରନ୍ତୁ ନାହିଁ ପଥର ମୂର୍ତ୍ତି ମୁଁ ଦେଖନ୍ତୁ ଆପଣ ଦେଖିଛନ୍ତି ମୁଁ ଦୀଘା ଯାଇଛି ମୋର କିଛି ଅସୁବିଧା ନାହିଁ ମୁଁ କାହିଁ ଗଲିନି ଅନ୍ୟ କିଛି ନାହିଁ କିଛି ନାହିଁ ସେ ପଥର ଅବାଧ୍ୟରେ ପଥର ମୂର୍ତ୍ତି ବସେଇଲେ କାହିଁ ପଥର ମୂର୍ତ୍ତି କଥା କହିଥିଲି ମୁଁ ପଥର ମୂର୍ତ୍ତିକି ରଥକୁ ନେଲେ ବାଇଚାନ୍ସ ଯଦି ଖଣ୍ଡିଆ ଖାବଡ଼ା ଭାଙ୍ଗିଯିବ ଏଇଟା କ୍ଷତି ହେବ ଦେଶ ଉପରେ କ୍ଷତି ହେବ ବୁଝେଇକି ନାହିଁ କହିଥିଲି ମୁଁ ଦାରୁ ବ୍ରହ୍ମ ମୂର୍ତ୍ତି କରନ୍ତୁ ବସେଇବି ସେ ଜମା ଶୁଣିଲି ନାହିଁ ସେଇ ପଥର ମୂର୍ତ୍ତି କଲେ ତାକୁ ଇସ୍କନ ହାତରେ ଦେଲେ ଏମିତି ଦେଇକିରି ବାଦ ବିବାଦ ଭିତରେ ଚାଲିଲା ଆମେ ସାଇଲେନ୍ସ ରହିଲେ ଆମର କ'ଣ ମିଳିବ ଆମେ ଠାକୁର ଦେବତା ଲୋକ ତାଙ୍କୁ ବ୍ୟକ୍ତିଗତ ଭଲ ପାଏ ଜଗନ୍ନାଥଙ୍କ ଲୋକ ତାପରେ ଜଗନ୍ନାଥ ଯାହା କରିବେ ଶୁଣିଲେନି କିଛି କଲେନି ଆମେ ଜଗନ୍ନାଥଙ୍କ ଲୋକ ଆମ ମୁହଁରୁ ଯାହା ବେଳେ ସେଇଆ ହେବ ଆମେ ପ୍ରଭୁଙ୍କର ଏକବାର ପାଖରେ ଲୋକ ବ୍ରହ୍ମ ସ୍ଥାପନ କରୁଛି ବ୍ରହ୍ମ ମାନେ କ'ଣ ଯେଉଁଠି 150 କୋଟି ଲୋକଙ୍କର ସ୍ୱୟଂ ଆରାଧ୍ୟ ଦେବତା ଜଗନ୍ନାଥ ତାଙ୍କ ବ୍ରହ୍ମ ସ୍ଥାପନ ତାଙ୍କରି ଆଜ୍ଞା ନେଇ ଆର୍ଥରକ ତାଙ୍କୁ ମୁଁ କହିଥିଲି ଜିତିବେ ଆର୍ଥରକ ସମସ୍ତେ କହିଲେ ମମତା ବାନାର୍ଜୀ ହାରିବେ ମୁଁ ଗୋଟିଏ ଲୋକ କହିଥିଲି ଆପଣ ଜାଣିଥିବେ ସବୁ ପ୍ରେସ୍ ବା ସମସ୍ତେ ଗ୍ୟାରେଣ୍ଟି ଦେଇଥିଲି ଯେ ଏଥର ମମତା ବାନାର୍ଜୀ 100% ଜିତିବେ ବହୁ ଭୋଟ ଜିତିବେ ଜିତିଥିଲେ ଏଥର ସେ ମ୍ୟାଡ଼ାମ୍ ଆମର ଶୁଣିଲେ ନାହିଁ କଲେ ନାହିଁ ହେଇ ଜ୍ଞାନ କରିଦେଲେ ହେଇ ଜ୍ଞାନ କଲେ ଯେତେବେଳେ ମଣିଷର ଗୋଟେ ସମୟ ଖରାପ ଆସେ ଯେତେବେଳେ ସିଏ ଆଉ ଏଇ ଜିନିଷକୁ ଇଏ କରିନି କାହିଁକିନା ମୁଁ ଯଦି ରାଜନୀତି କରିଥାନ୍ତି ସିଏ ମୋତେ ମାନିନଥାନ୍ତି ମୁଁ ରାଜନୀତି କରିବି ତାଙ୍କର ହିତକାଂକ୍ଷୀ ଆମେ ଆଉ ସେ ତ ଶୁଣିଲେନି କିଛି ଆଉ ଏଥରକ ରାଜନୀତିଟା ଗୋଟେ ଖରାପ ଦିଗ ଆଡ଼ିକି ଯାଉଛି ସେ ଯୋଗୁଁ ଆମେ ସାଇଲେଣ୍ଟ